ସକାଳୁ ଉଠୁ ଉଠୁ ଆଜ୍ଞା ଇଚ୍ଛା ହେଲା ସୁଜି ଉପମା ଟିକେ ଖାଇବାକୁ। ଡେରି ନ କରି ଧାଇଁ ଗଲି କିଚେନକୁ। କଡ଼େଇଟାକୁ ଗ୍ୟାସ୍ ଉପରେ ରଖି ଗରମ ତେଲରେ ଜିରା ଟିକେ ଫୁଟେଇ ଦେଲି। ଜିରା ଫୁଟୁ ଫୁଟୁ ପିଆଜ ଆଉ କଞ୍ଚା ଲଙ୍କା ଭାଜିଦେଲି ଗୋଲ୍ଡେନ୍ ବ୍ରାଉନ୍ ହବା ଯାଏଁ। ତାପରେ କିଛି କୋବି ଛୋଟ ଛୋଟ କାଟି ରଖିଥିଲି ତାକୁ ବି ଭାଜିବାକୁ ରଖିଦେଲି। ଆଉ ଟିକେ ଟମାଟୋ ବି ପକେଇଦେଲି। ଟମାଟୋ ଟିକେ ଭାଜି ହେଇଗଲା ପରେ ତା ଦେହରେ ଲୁଣ ଦରକାର ଯେତିକି ଆଉ ଟିକେ ହଳଦୀ ପକେଇଦେବି, ସେତିକି ହିଁ ଯଥେଷ୍ଟ। ତାକୁ ଭଲ ଭାବରେ ଭାଜିଦେବେ। କୋବିଟା ସିଝିବା ନିହାତି ଦରକାର। କୋବିଟା ସିଝିଗଲା ପରେ ଦରକାର ପରିମାଣର ଆପଣ ସୁଜି ଆଡ଼୍ କରିବେ। ସୁଜି ଆଡ଼୍ କରିଦେଲା ପରେ ଏବେ ମୁଁ ତାକୁ ବି ଭାଜୁଛି। ସୁଜିଟା ଭାଜିଲେ ହିଁ ଭଲ ଭାବରେ ଫିଟିବ। ହଁ, ତାପରେ ଦରକାର ମାତ୍ରାର ପାଣି ପକେଇ ଆହୁରି ତାକୁ ମିକ୍ସ କରିବା। କିଛି ସମୟ ମିକ୍ସ କଲା ପରେ ଭଲ ଭାବରେ ଏବେ ଆପଣ ଦେଖିପାରୁଥିବେ ମୋର ସୁଜି ଉପମାଟା ରେଡି ହେଇଯାଇଛି। ମୁଁ ତ ଏବେ ଚାଲିଲି ମୋର ଟିଫିନ୍ ପ୍ୟାକ୍ କରିବାକୁ। ଆପଣ ଜଣେଇବେ କମେଣ୍ଟ ମାଧ୍ୟମରେ ଆପଣଙ୍କୁ ଭିଡ଼ିଓଟା କେମିତି ଲାଗିଲା। ଉପମା ଯଦି ଭଲ ଲାଗିଥିବ ତାହେଲେ ଟ୍ରାଏ କରିବେ ଘରେ ଆପଣ। ହଉ ଆଜ୍ଞା, ରହିଲି। ନମସ୍କାର।